ଜୟ ଶ୍ରୀ ଜଗନ୍ନାଥ ଭାଇ ମାନେ। ସର୍ବପ୍ରଥମ ଗୁରୁଦେବ ଗଣପତି ଏବଂ ଜଗଦମ୍ବାଙ୍କୁ ପ୍ରଣାମ କରି ଆଜି ଆମେ ଆମର ସେସନ ଷ୍ଟାର୍ଟ କରିବା। ବାସ୍ତୁର କ୍ରମରେ ଆମେ ଯୋଉ ଅଷ୍ଟଦିଗ ଦୋଷ ବିଷୟରେ ଆଲୋଚନା କରୁଥିଲେ, ସେ ଅଷ୍ଟଦିଗ ଦୋଷରେ କ୍ରମରେ ଆମେ ପୂର୍ବ, ଆଗ୍ନେୟ, ଦକ୍ଷିଣ, ନୈଋତ୍ୟ, ପଶ୍ଚିମ ଏବଂ ବାୟବ୍ୟ କୋଣର ଦୋଷତିକ ଏପର୍ଯ୍ୟନ୍ତ ଆମେ କମ୍ପ୍ଲିଟ କରିଯାଇଥିଲେ। ଯୋଉମାନେ ଦେଖିନାହାନ୍ତି ସେମାନେ ଚ୍ୟାନେଲର ପ୍ଲେ ଲିଷ୍ଟକୁ ଯାଇ ଦେଖିପାରିବେ ବା ଶୁଣିପାରିବେ। ଯୋଉମାନେ ଆସିନାହାନ୍ତି ସେମାନଙ୍କୁ ବି ଟିକେ ଲିଙ୍କ ପଠେଇଦେବେ। ଆଉ ଆଜି ଆମେ ଆରମ୍ଭ କରିବା ଉତ୍ତର ଦିଗର ଦୋଷ ଏବଂ ସିମ୍ପଲ ନିରାକରଣ। କଣ କଣ ସବୁ ସିମ୍ପଟମ୍ସ ରହିଲେ ଆମେ ଜାଣିବା ଯେ ଗୋଟେ ଲୋକର ଉତ୍ତର ଦିଗରେ ଦୋଷ ରହିଛି। ଭାଇ ସର୍ବପ୍ରଥମେ ଯେତେବେଳେ ଦିଗ କଥା ପଢୁଛି ସବୁବେଳେ ମନେ ରଖିବ, ସୂର୍ଯ୍ୟ ଯୋଉ ଦିଗରେ ଉଦୟ ହଉଛନ୍ତି ସେଟା ହଉଛି ପୂର୍ବ ଦିଗ, ସେଟା ସମସ୍ତେ ଜାଣିଛନ୍ତି। ତାର ବାଁ ପଟଟା ହେଲା ଉତ୍ତର ଦିଗ, ଡାହାଣ ପଟଟା ହେଲା ଅ, ଦକ୍ଷିଣ ଦିଗ ଏବଂ ପଛ ପଟଟା ହେଲା ପଶ୍ଚିମ ଦିଗ। ତେଣୁ ଉତ୍ତର ଦିଗରେ ଯଦି ପ୍ରୋବ୍ଲେମ ରହିଲା ତାହେଲେ ଉତ୍ତର ଦିଗର ଗ୍ରହ ଯୋଉ ଯିଏ ତାଙ୍କୁ ରୁଲ କରୁଛନ୍ତି ସେ ହଉଛନ୍ତି ବୁଧ ଏବଂ ଧନର ଦେବତା ହଉଛନ୍ତି କୁବେର। ତେଣୁ ଏଇ ଦିଟା କାରକ ତତ୍ତ୍ୱ ପ୍ରତି ତାକୁ ପ୍ରୋବ୍ଲେମ ଆସିବ। ବୁଧଙ୍କର ଯେତିକି କାରକ ତତ୍ତ୍ୱ ରହିଛି ସେଇଥିରେ ତାଙ୍କୁ ପ୍ରୋବ୍ଲେମ ଆସିପାରେ ଏବଂ ଆଉ ଧନର ସଞ୍ଚୟ ଦିଗରେ ତାଙ୍କୁ ପ୍ରୋବ୍ଲେମ ଆସିପାରେ। ଯଦି କାହା ଘରେ ଧନ ସଞ୍ଚୟ ହଉନି ତାହେଲେ ତାର ଉତ୍ତର ଦିଗରେ ନିଶ୍ଚିତ ଭାବରେ ପ୍ରୋବ୍ଲେମ ଅଛି ହିଁ ଅଛି। ଧନ ସଞ୍ଚୟ ହବା, ଧନ ଇନକମ ହବାଟା ବଡ କଥା ନୁହଁ। କାହାର ଯଦି ଧନ ଇନକମ ର ଦିଗଟା ହେଲା ଆମର ଆଗ୍ନେୟ କୋଣ, ଆଗ୍ନେୟ କୋଣ ଯଦି ଠିକ ଅଛି ତାହେଲେ ଧନ ଆସିବ। କିନ୍ତୁ ଧନ ଯୋଉ ରହିବନି ସେଇଟା ଉତ୍ତର ଦିଗରେ ପ୍ରୋବ୍ଲେମ ଥିଲେ ଧନ ରହିବ ନାହିଁ। ଏଟା କ୍ଲିୟର ହେଇଯାନ୍ତୁ ସର୍ବପ୍ରଥମ କଥା। ଦ୍ଵିତୀୟ କଥା, ସେ ଲୋକମାନେ ବହୁତ ସିରିୟସ ରହୁଥିବେ, ତାଙ୍କ ଘରେ ଥଟ୍ଟା ମଜା ହଉନଥିବ। ଠିକ ଅଛି, ତାଙ୍କ ଘରେ ଥଟ୍ଟା ମଜା ଏଗୁଡା ଟୋଟାଲ ଚାଲୁନଥିବ। ଯଦି ଉତ୍ତର ଦିଗରେ ପ୍ରୋବ୍ଲେମ ଅଛି ତାହେଲେ ସେ ଘରର ଯିଏ ମୁଖ୍ୟ ଥିବେ ତାଙ୍କ ଉପରେ ବିପଦର ସମ୍ମୁଖୀନ ଆସିବ, କାହିଁକି ନା ତାଙ୍କ ପାଖରେ ଆର୍ଥିକ ଚାପଟା ତାଙ୍କ ଉପରେ ସବୁବେଳେ ରହିବ। ଏବଂ କଣ ହବ ନା ମହିଳା ମାନଙ୍କ ଭିତରେ, ସେ ଘରର ମହିଳା ମାନଙ୍କ ଭିତରେ ପଡିବନି କଳି ତକଳା, କଳି ସବୁବେଳେ ରହିବ ହିଁ ରହିବ। ଏବଂ ଯଦି ଉତ୍ତର ଦିଗରେ କିଏ ଯଦି ଷ୍ଟୋର ରୁମ କରିଦେଇଛି ତାହେଲେ ସେଠି କଣ ହବ ନା ଧୀରେ ଧୀରେ ତାର ସମ୍ପତ୍ତି ହ୍ରାସ ହେବାକୁ ଲାଗିବ। ଯଦି କାହାର, ମୁଁ ଏଟା ଦେଖିଛି ଦି ତିନିଟା ଜାଗାରେ, ଯଦି କାହାର ଉତ୍ତର ଦିଗରେ ଖାଲି ସ୍ଥାନ ନାହିଁ ବା ସୀମାକୁ ଲାଗିକି ଘର ଅଛି ଏବଂ ଦକ୍ଷିଣ ଦିଗରେ ଖାଲି ସ୍ଥାନ ଅଛି, ମୁଁ ଆଉଥରେ ରିପିଟ କରୁଛି, ଯଦି କାହାର ଉତ୍ତର ଦିଗରେ ଖାଲି ସ୍ଥାନ ନାହିଁ, ପୁରା ଘରର ସୀମାକୁ ଲାଗିକି କିଛି ଗୋଟେ ଘର ଫର ଅଛି ଏବଂ ଦକ୍ଷିଣ ଦିଗ ଖାଲି ଅଛି, ତାହେଲେ ସେ ଘରରେ କେବେ ବି ଅର୍ଥ ସଞ୍ଚୟ ହେବ ନାହିଁ ଏବଂ ମହିଳା ମାନେ ପ୍ରୋବ୍ଲେମରେ ଫସିବେ। ଠିକ ଅଛି। ଏବଂ ସେ ଘରେ କେବେ ବି ଚାକର ଚାକରାଣୀ ମାନେ ରହିବେ ନାହିଁ, ମାନେ ସେ ଘରରେ କାମ କରିବାକୁ କେହି ଆସିବେ ନାହିଁ, କେହି ପସନ୍ଦ କରିବେ ନାହିଁ। ଏଇଟା ହେଲା ମୁଖ୍ୟତଃ ଉତ୍ତର ଦିଗର ପ୍ରୋବ୍ଲେମ। ଏମିତି ତ ଅନେକ ହଜାର ପ୍ରୋବ୍ଲେମ ଅଛି, କିନ୍ତୁ ଏଇ ଦିଟା ତିନିଟା ଯୋଉଟା କହିଲେ ଏଇଟା ମୁଖ୍ୟ ପ୍ରୋବ୍ଲେମ ଯୋଉଟା ମୁଁ ଫେସ କରିଛି। ଯଦି କୌଣସି ଲୋକ କହୁଛି ତା ଘର ଅର୍ଥ ସଞ୍ଚୟ ହଉନି, ଅର୍ଥ ଇନକମ ହଉଛି ହେଲେ ସରିଯାଉଛି, ତାର ଅନେକ କାରଣ ହେଇପାରେ, କିନ୍ତୁ ସର୍ବପ୍ରଥମେ ଆପଣ ତାର ଉତ୍ତର ଦିଗକୁ ଚେକ୍ କରିବେ। ଯେହେତୁ ଧନ ସମ୍ପତ୍ତି ର ଷ୍ଟୋର ମାନେ ଧନ ସମ୍ପତ୍ତି ସଞ୍ଚୟ ହେବାର ମେନ୍ ଦିଗଟା ହେଲା ଉତ୍ତର ଦିଗ। ତାପରେ କଣ ନା ଉତ୍ତର ଦିଗରେ ଜେନେରାଲି କଣ ହୁଏ, ଆହୁରି ଗୋଟେ ଜିନିଷ ଦେଖିଛି ଯେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ସେଟା ଭଲ ପଡେନି। ଯୋଉମାନେ ନବ ଦମ୍ପତି ଆସିଥାନ୍ତି, ନବ ଦମ୍ପତି ମାନଙ୍କ ଭିତରେ ସେମାନେ ମାନେ ଭଲ ପଡେ ହିଁ ନାହିଁ, ଏଟା ସିଧା କଥା। ତେଣୁ ଆଉ କଣ ହୁଏ ନା ବୁଧ ହଉଛନ୍ତି ବୁଦ୍ଧିର ପ୍ରତୀକ। ତାର ବୁଦ୍ଧି ବିଦ୍ୟା, ଦେଖ ଯାହା ଆମେ ପଢୁଛେ ନା, ପ୍ରତ୍ୟେକ ଗ୍ରହର କାରକ ତତ୍ତ୍ୱ ଅଛି। ଯାହା ଆମେ ପଢୁଛେ, ଯାହା ରିଡିଂ ଚାଲିଛି, ରିଡିଂ ଟା ହଉଛନ୍ତି ବୁଧ। ସେ ଘରେ ପିଲା ଭଲସେ ପାଠ ବି ପଢିବେନି, ସେ ଘରେ ପିଲା ଭଲ ପାଠ ପଢିବେନି, ଭଲ ବୁଦ୍ଧି କରିବେନି, କୁବୁଦ୍ଧି ରହିବ। ଏମିତି ତ ହଜାର ବି କାରଣ କଥା ହେଇପାରେ, କିନ୍ତୁ ଏଇଟା ହଉଛି ୱାନ ଅଫ ଦ ସିମ୍ପଟମ୍ସ। ଆଉ ଯଦି ଉତ୍ତର ଦିଗ କାହାର ଠିକ ଅଛି ତାହେଲେ ସେ ଘରେ ପିଲାମାନେ ସାଇଣ୍ଟିଷ୍ଟ ବି ହେଇପାରିବେ ଏବଂ ସେ ଘରେ ବହୁତ ଭଲ ସେମାନେ କବିତା ବି ଲେଖିପାରିବେ। ଠିକ ଅଛି ନା। ଯଦି କାହାର ଜନ୍ମ କୁଣ୍ଡଳୀର ଫୋର୍ଥ ହାଉସ ଖରାପ ଅଛି, କାରଣ ଫୋର୍ଥ ହାଉସ ଟା ଉତ୍ତର ଦିଗକୁ ଶୋ କରେ, ଠିକ ଅଛି ନା। ଯଦି କାହାର ଫୋର୍ଥ ହାଉସ କୁଣ୍ଡଳୀରେ ପୀଡିତ ହେଇଗଲା ତାହେଲେ ତାକୁ ଭୌତିକ ସୁଖ ତା ପାଖରେ ହଜାର ଥିଲେ ମଧ୍ୟ ସେଥିରେ ତାକୁ ତୃପ୍ତି ମିଳିବ ନାହିଁ। ଠିକ ଅଛି। ଏବେ ଆମେ ଦେଖିବା
ଯେ ଉତ୍ତର ଦିଗରେ ଯଦି ଏଇଭଳି ପ୍ରୋବ୍ଲେମ ଥାଏ ତାହେଲେ ଆମେ କଣ କରିପାରିବା। ଭାଇ ଦେଖ, ସବୁଠୁ ଇଜିଏଷ୍ଟ ଫର୍ମ ହଉଛି ଏବଂ ଏଫେକ୍ଟିଭ ଫର୍ମ ହଉଛି ବୀଜ ମନ୍ତ୍ର ଜପ କରିବା ବୁଦ୍ଧଙ୍କର। ନହେଲେ ବୁଦ୍ଧ ଯନ୍ତ୍ରଙ୍କୁ ସେଠି କନସେକ୍ରେଟ କରିକି ମାନେ ପୂଜା କରିକି ବୁଦ୍ଧ ଯନ୍ତ୍ର ସ୍ଥାପନ କରିପାରିବା, ବା ଶ୍ରୀ ସୂକ୍ତ ବି ପାଠ କରିପାରିବା। ଘରର କାନ୍ଥକୁ ଆମେ ସବୁଜ କଲର କରିପାରିବା। ଏଇ ସବୁ କରିବା ଦ୍ଵାରା ଆମର ଉତ୍ତର ଦିଗର ଦୋଷରୁ ଆମକୁ ସାମାନ୍ୟ ପରିମାଣରେ ଲାଭ ହୋଇଥାଏ। ଏବଂ ସେଇ ଯୋଉ ସାମାନ୍ୟ ପରିମାଣରେ ଲାଭ ହୁଏ, ଯଦି କିଏ ତାକୁ ଭଲ ଭାବରେ ଲାଭ କରିବାକୁ ଚାହୁଁଛି, ମାନେ ଭଲ ଭାବରେ ତାକୁ ଜାଣିବାକୁ ଚାହୁଁଛି, ତେବେ କୌଣସି ଗୋଟେ ଜାଣିଥିବା ବାସ୍ତବିକକୁ ଡାକିକି ତାଙ୍କୁ ସେ ଘରଟା ଦେଖେଇକି କଣ ଆଉ ଏକ୍ସଟ୍ରା କରାଯାଇ ପାରିବ ତା ଉପରେ ପୁରା ଭେରିଫିକେସନ ର ସହିତ ତାକୁ କରିବା ଉଚିତ। ଏବଂ କୌଣସି କାମ ନିଜେ ମନ ଇଚ୍ଛା ନ କରିକି ବାସ୍ତବ ଭାବରେ କୌଣସି ଗୋଟେ ବାସ୍ତୁବିଦଙ୍କର ପରାମର୍ଶ ନେବା ଏଥିରେ ନିତ୍ୟାନ୍ତ ଆବଶ୍ୟକ, କାରଣ ସେମାନଙ୍କର ଏକ୍ସପିରିଏନ୍ସ ଟା ବହୁତ କାଉଣ୍ଟ କରେ। ତ ଆଜିର ସେସନ ପାଇଁ ଏତିକି। ପୁଣି କିଛି ନୂଆ ସେସନ ସହିତ ଆମେ ଜଏନ କରିବା। ଆଜି ପାଇଁ ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।